2026 ମସିହା ପାଇଁ ତୁଳା ରାଶି ଉପରେ ଶନି ମହାଗ୍ରହଙ୍କର ପ୍ରଭାବ କିପରି ରହିବ? 2026 ମସିହାରେ ତୁଳା ରାଶି ଜାତ ବ୍ୟକ୍ତି ଶନି ମହାଗ୍ରହଙ୍କର ଶୁଭ ପ୍ରଭାବରୁ ଅର୍ଥଲାଭ, କର୍ମପ୍ରାପ୍ତି, ଶତ୍ରୁ ଉପରେ ବିଜୟ ପ୍ରାପ୍ତ କରିବା ସଙ୍ଗେ ସଙ୍ଗେ ରାଜନୈତିକ କ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିବାର ବିଶେଷ ସମ୍ଭାବନା ରହିଅଛି। ଜୟ ଜଗନ୍ନାଥ। ନମସ୍କାର, ମୁଁ ତପନ ଡାଇଜେଷ୍ଟକୁ ଆପଣଙ୍କୁ ସ୍ୱାଗତ। ପ୍ରଥମେ ଜାଣିବା ଶନି ମହାଗ୍ରହଙ୍କର ପ୍ରଭାବରୁ ତୁଳାରାଶି ଜାତ ବ୍ୟକ୍ତି ସରକାରୀ ଚାକିରି କରୁଥିଲେ ଚାକିରିରେ ପ୍ରମୋସନ୍ ପାଇବାର ଯୋଗ ରହିଅଛି। ମନୋନୀତ ଜାଗାକୁ ବଦଳି ହେବାର ମଧ୍ୟ ସୁଯୋଗ ଆସିବ। ନୂଆ କରି ଚାକିରି ଖୋଜୁଥିଲେ 2026 ମସିହାରେ ମନ ମୁତାବକ ଚାକିରି ମିଳିପାରିବ। ବିଭିନ୍ନ ମଲ୍ଟିନ୍ୟାସନାଲ କମ୍ପାନୀମାନଙ୍କରେ ଜବ୍ କରୁଥିବା ବ୍ୟକ୍ତିବିଶେଷମାନଙ୍କ ପାଇଁ ଚାକିରି କରୁଥିବା କମ୍ପାନୀକୁ ପରିତ୍ୟାଗ କରି ଉଚ୍ଚ ଦରମାରେ ଭଲ କମ୍ପାନୀରେ ଯୋଗ ଦେବା ପାଇଁ ସୁନ୍ଦର ସୁଯୋଗ ଆସିବ। ତୁଳାରାଶି ଜାତ ବ୍ୟକ୍ତି 2026 ମସିହାରେ ଆର୍ଥିକ ସମୃଦ୍ଧି ହାସଲ କରିବେ। ବିଭିନ୍ନ ସୂତ୍ରରୁ ଅର୍ଥଲାଭ ହେବ। ଋଣ କରିଥିଲେ ଋଣର ଭାରରୁ ମୁକ୍ତି ପାଇପାରିବେ। ଯାନବାହନ ଓ ସମ୍ପତ୍ତି କିଣିବାର ସୁନ୍ଦର ସୁଯୋଗ ସବୁ ସୃଷ୍ଟି ହେବ। ଆୟର ନୂତନ ସ୍ରୋତ ଉନ୍ମୋଚିତ ହେବ। ବାଣିଜ୍ୟ ବ୍ୟବସାୟରୁ ପ୍ରଚୁର ଧନଲାଭ କରିବାର ସୂଚନା ମିଳିଥାଏ। ଲଭ୍ ଲାଇଫ୍ ବା ପ୍ରେମ ସମ୍ପର୍କରେ ରହିଥିଲେ ଧୈର୍ଯ୍ୟର ସହିତ ଠିକ୍ ସମୟକୁ ଅପେକ୍ଷା କରିବାକୁ ପଡ଼ିବ। ଅଯଥା ଜିଦ୍ଦି କରିବାର ସ୍ୱଭାବକୁ ପରିତ୍ୟାଗ ନ କଲେ ସମ୍ପର୍କରେ ବାଧା ପହଞ୍ଚିବ। ପାରିବାରିକ ସମ୍ପର୍କ ଠିକ୍ ଠାକ୍ ରହିବ। ପରିବାରର ସଦସ୍ୟମାନଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବ। ଦମ୍ପତି ଦୂରସ୍ଥାନ ଭ୍ରମଣରେ ଯିବାର ବହୁତ ସୁଯୋଗ ରହିଅଛି। ଘରେ ମାଙ୍ଗଳିକ କାର୍ଯ୍ୟ ସମ୍ପନ୍ନ ହେବାର ଯୋଗ ଦେଖାଯାଏ। ସାମାଜିକ ଅଥବା ରାଜନୈତିକ ଜୀବନରେ ରହିଥିବା ତୁଳାରାଶି ଜାତ ବ୍ୟକ୍ତି ସମାଜରେ ପ୍ରତିଷ୍ଠା ଅର୍ଜନ କରିବେ। ଜନସାଧାରଣଙ୍କ ମଧ୍ୟରେ ଲୋକପ୍ରିୟତା ବଢ଼ିବ। ରାଜନୀତି କ୍ଷେତ୍ରରେ ପ୍ରତିଦ୍ୱନ୍ଦ୍ୱିତାରେ ବିଜୟୀ ହେବେ। ପଦପଦବୀ ହାସଲ କରିବେ। ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ତୁଳା ରାଶିର ଷଷ୍ଠ ଭାବ ମୀନ ରାଶିରେ ଅବସ୍ଥିତ ଶନି ତୁଳା ରାଶିର ଅଧିପତି ଶୁକ୍ର ମହାଗ୍ରହଙ୍କର ପରମ ମିତ୍ର ହୋଇଥିବାରୁ ଏହିସବୁ କ୍ଷେତ୍ରରେ ଶୁଭ ଫଳ ଦେବା ସହିତ ଶତ୍ରୁ ଉପରେ ବିଜୟ ପ୍ରାପ୍ତ କରାଇବେ। ତୁଳାରାଶି ଜାତ ବ୍ୟକ୍ତିବିଶେଷଙ୍କ ଉପରେ ଶତ୍ରୁତା ଭାବ ରଖୁଥିବା ବା ଶତ୍ରୁବତ୍ ଆଚରଣ କରୁଥିବା ବ୍ୟକ୍ତି ଶନି ମହାଗ୍ରହଙ୍କର ପ୍ରଭାବରୁ ବଳହୀନ ହେବେ। ଆପଣା ଛାଏଁ ପରାସ୍ତ ହେବେ। ବିଶେଷ କିଛି କରିବା ଦରକାର ପଡ଼ିବନି। କିନ୍ତୁ ଶନି ମହାଗ୍ରହଙ୍କର ପ୍ରଭାବରୁ ତୁଳାରାଶି ଜାତ ବ୍ୟକ୍ତି ସ୍ୱାସ୍ଥ୍ୟଗତ ସମସ୍ୟାର ସାମନା କରିବାର ସମ୍ଭାବନା ରହିଥିବାରୁ ତୁଳାରାଶି ବ୍ୟକ୍ତି ପ୍ରତ୍ୟେକ ଶନିବାର ଦିନ ଅଶ୍ୱତ୍ଥ ବୃକ୍ଷ ମୂଳରେ ଜଳଦାନ କରନ୍ତୁ। ଶ୍ରୀକ୍ଷେତ୍ର ପୁରୀରେ ବିରାଜିତ ମହାବିଷ୍ଣୁ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କଲେ ତୁଳାରାଶି ଜାତ ବ୍ୟକ୍ତିଙ୍କର ରହିଥିବା ସମସ୍ତ ଦୋଷ ଖଣ୍ଡନ ହୋଇ ମନବାଞ୍ଛିତ ଫଳ ପ୍ରାପ୍ତ ହୋଇଥାଏ। ଜୟ ଜଗନ୍ନାଥ। ଭିଡ଼ିଓ ଭଲ ଲାଗିଲେ ଲାଇକ୍, କମେଣ୍ଟ ଓ ସେୟାର କରିବା ପାଇଁ ଅନୁରୋଧ। ନମସ୍କାର। ତପନ।